ସମସ୍ତଙ୍କୁ ନମସ୍କାର। ପ୍ରିୟ ମଣ୍ଡଳୀ ଖ୍ରୀଷ୍ଟ ମୋର ଭାଇ ଭଉଣୀ ବୃନ୍ଦ ଆମମାନଙ୍କର ପରିତ୍ରାଣ କର୍ତ୍ତା ପ୍ରଭୁ ଯୀଶୁଙ୍କର ଖ୍ରୀଷ୍ଟଙ୍କ ସହ ନାମରେ ପ୍ରେମ ନମସ୍କାର ଜଣା କରୁ। ଆମମାନଙ୍କର ପରମେଶ୍ୱର ସତ୍ୟ ଏବଂ ପ୍ରାର୍ଥନା ଶ୍ରବଣକାରୀଙ୍କୁ ପରମେଶ୍ୱର ଅଟନ୍ତି। ଆମ୍ଭେମାନେ ଆଜି ଏହି ଦିନରେ ପ୍ରଭୁ ଯୀଶୁଙ୍କୁ ଆମେ ପାଇଅଛୁ। ତେଣୁ ଆପଣମାନେ ଆମମାନେ ଏହି ଜୀବନ କେଉଁଠାରେ ପାଇଅଛୁ? ଈଶ୍ୱରଙ୍କ ଠାରେ ଆଉ ପ୍ରଭୁ ଯୀଶୁ ଆମଠାରେ ଅଛନ୍ତି। ତାହେଲେ ଆମେ କେମିତି ସ୍ୱର୍ଗ ରାଜ୍ୟ ଯିବା ବିଷୟ ଆମମାନେ ଶିଖିପାରିବା। ଆସନ୍ତୁ ଭାଇ ଭଉଣୀ ମାନେ, ଆସନ୍ତୁ ଆମମାନେ ସମସ୍ତେ ଜନ୍ ଲିଖିତ ସୁସମାଚାର ବାକ୍ୟ ଅଧ୍ୟାୟନ 14:1-11 ପର୍ଯ୍ୟନ୍ତ ଆମେ ଶିଖିପାରିବା। ଆପଣମାନେ କି ବିଷୟ ଆମମାନେ ଆପଣମାନଙ୍କୁ ଶିଖେଇବି ତାହା ଆପଣମାନେ ମଧ୍ୟ ମୋ ଠାରେ ଜଡ଼ିତ ଅଛନ୍ତି। ତାହେଲେ ଆପଣମାନେ ମୋ ଠାରେ ଶିଖିପାରିବେ। ଆସନ୍ତୁ ପ୍ରିୟ ମୋର ଭାଇ ଭଉଣୀ ସମସ୍ତେ, ମୁଁ ଆପଣମାନଙ୍କୁ ଯାହା କହିବି ତାହା ଆପଣମାନେ ମଧ୍ୟ ମୋ ଠାରେ ଜଡ଼ିତ ରହିବାକୁ। ତୁମ୍ଭେମାନେ ହୃଦୟ ଉଦ୍ଗଳୀନ ହେଉ, ତୁମ୍ଭେମାନେ ମୋ ଠାରେ ବିଶ୍ୱାସ କର। ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି। ଯଦି ନଥାନ୍ତା ତାହେଲେ ମୁଁ ତୁମ୍ଭମାନଙ୍କୁ କହିନଥାନ୍ତି। ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଛି। ଏବେ ଆମ୍ଭେମାନେ ଦେଖିପାରିବା ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ପ୍ରଭୁ ଯୀଶୁ ଏହି ବାଟ ଦେଖେଇବା ପାଇଁ ଆମମାନଙ୍କର ସେ ହେଉଛି ଏକମାତ୍ର ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତାଙ୍କ ଠାରେ କିଏ ବିଶ୍ୱାସ କରିବ ସେମାନେ ଅନନ୍ତ ଜୀବନ ପାଇବ। ପ୍ରିୟ ମୋର ଭାଇ ଆଉ ବାପା, ଭାଇ ଭଉଣୀ ମାନେ, ଆପଣମାନେ କେମିତି ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଜାଣିପାରିବା? ତାହେଲେ ଆମମାନେ ତାହାଙ୍କ ଠାରେ ଗୌରବମୟ ପ୍ରଶଂସାମୟ କରିବା। ପୁଣି ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନକୁ ଥାଏ ତୁମ୍ଭେମାନେ ମଧ୍ୟ ସେହି ସ୍ଥାନକୁ ସ୍ଥାୟୀ ରହିବ। ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନି ଯିବି। ପ୍ରିୟ ମୋର ଭାଇ ମାନେ, ସେ ଏକମାତ୍ର ପରମେଶ୍ୱର ଆମମାନଙ୍କ ନିମନ୍ତେ ସେ ବାଟ ଦେଖେଇବା ପାଇଁ ଆମମାନଙ୍କୁ ବାଛି ଅଛନ୍ତି, ମନୋନୀତ କରିଅଛନ୍ତି। ପୁଣି ମୁଁ ଯେଉଁ ସ୍ଥାନକୁ ଯାଉଛି ତାହା ପଥ ତୁମ୍ଭେମାନେ ଜାଣ। ଯେଉଁ ନିକଟକୁ ସେ ଯୀଶୁ ଖ୍ରୀଷ୍ଟ ଯାଉଅଛନ୍ତି ତାହା ସେ ପଥ ଆପଣମାନେ ଜାଣ। ଆମେ କେମିତି ଜାଣିବା? ପ୍ରଭୁ ଯୀଶୁକୁ ଆମେ ପଛକୁ ରଖୁଛୁ, ଆଉ କେମିତି ଜାଣିବା? ପୁଣି ଯେଉଁ ସ୍ଥାନକୁ ଯାଉଛି ତାହା ପଥ ତୁମ୍ଭେମାନେ ଜାଣୁନାହିଁ। ତୋମା ତାହାଙ୍କୁ କହିଲେ, ପ୍ରଭୁ, ଆପଣ କେଉଁ ସ୍ଥାନକୁ ଯାଉଛନ୍ତି ତାହା ଆମ୍ଭେମାନେ ଜାଣୁନାହିଁ। ପଥ ବା କିପରି ଜାଣିପାରୁ? ତୋମା ତାହାଙ୍କୁ କହିଲେ, ପ୍ରଭୁ, ଆପଣ କୋଉ ବାଟକୁ ଯାଉଛନ୍ତି ତାହା ଆମେ ଜାଣିପାରୁନାହିଁ।
ଆମେ ଜାଣିପାରୁନାହୁଁ। କେବଳ ଆପଣ ମାନଙ୍କୁ ମୁଁ କହିବାକୁ ଅର୍ଥ, ଆମମାନେ ଯଦି ଗୋଟେ ଜଣକୁ ଟକ ବନ୍ଧ କଲେ ଆଉ କେମିତି ଆମେ ଯୀଶୁ ଖ୍ରୀଷ୍ଟଙ୍କର ବାଟ ପଛେ ପଛେ ଆମେ ଯିବା, ଆମେ ଜାଣିକି ମଧ୍ୟ ନ ଜାଣିଲା ପରେ ଆମେ ରହୁଛୁ। ପ୍ରିୟ ମୋର ଭାଇ, ଆମକୁ ସବୁବେଳେ ପ୍ରତ୍ୟେକ ଦିନ ବାଇବଲ ଆମ ଶାସ୍ତ୍ର କହୁଅଛି, ତୁମେମାନେ ଚୋର କର ନାହିଁ, ମିଛ କଥା କୁହ ନାହିଁ, ତୁମକୁ ଲୋଭ କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷୀ ଦିଅ ନାହିଁ। ପ୍ରତ୍ୟେକ ଦିନ ବାଇବଲ ଆମକୁ କହୁଅଛି। ତାହେଲେ ଆମେ ଯୀଶୁଙ୍କୁ ପଛେ ଯିବା ପାଇଁ ମଧ୍ୟ ଆମର ଲଜ୍ଜା ଲାଗିବ। ପୁଣି ତାହାଙ୍କୁ କହିଲେ, ମୁଁ ସତ୍ୟ ପଥ ସତ୍ୟ ଓ ଜୀବନ, ମୋ ଦେଇ କେହି କେହି ପିତାଙ୍କ ନିକଟକୁ ଯାଏ ନାହିଁ। ଏ ସଂସାରରେ ଆପଣ ମାନେ ଅଛନ୍ତି ଆଉ ଥାଆନ୍ତୁ, ଆଉ ଏଇ ଜଗତରେ ଥିବା ପର୍ଯ୍ୟନ୍ତ ଅନେକ ରାସ୍ତା ଗୁଡାକ ଅଛି। କେବଳ ମଲା ପରେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ରାସ୍ତା ଜମି ଆମେ ବୁଝିପାରିବା ନାହିଁ, ବୁଝିବା ନାହିଁ, ତାହେଲେ ଆମମାନଙ୍କୁ ପ୍ରଭୁ ତାହାଙ୍କଟା ପ୍ରଭୁ ଯୀଶୁଙ୍କର ପଥକୁ ଆମେ କି ପ୍ରକାର ଆମେ ଜାଣିବା, ତାହା ଜାଣିବା ପାଇଁ ଆମମାନଙ୍କୁ କି ଥମାଙ୍କୁ କହୁଅଛନ୍ତି। ଯୀଶୁ ତାଙ୍କୁ ଉତ୍ତର ଦେଲେ, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ। ସତ୍ୟ କହିବାର ପର୍ବ, ମିଛ କହିବ ନାହିଁ, ମିଥ୍ୟା ସାକ୍ଷୀ ଦେବ ନାହିଁ, ଚୋର କର ନାହିଁ, ପ୍ରତିବାସର ଧନ ଲୋଭ କର ନାହିଁ। ଏହି ଜିନିଷ ଛାଡିକି ପ୍ରଭୁ ଯୀଶୁଙ୍କର ପଥକୁ ଆମେ ଚାଲିବା। ଯଦି ତୁମ୍ଭେମାନେ ମତେ ଜାଣିଥାନ୍ତ, ତାହାହେଲେ ମୋର ପିତାଙ୍କୁ ମଧ୍ୟ ଜାଣିଥାନ୍ତ। ଏବେ ହିଁ ତାହାଙ୍କ ଜାଣୁଅଛୁ ଓ ତାହାଙ୍କୁ ଦେଖିଅଛ। ଯଦି ଜାଣିଥାନ୍ତ, ଏବେ ଖ୍ରୀଷ୍ଟିଆନ ଯଦି ହେଇକି 100 ବର୍ଷ 50 ବର୍ଷ ହେଉଅଛନ୍ତି, କେବଳ ସେମାନେ ଜାଣିକି ମଧ୍ୟ ନ ଜାଣିଲା ପରି ହଉଛନ୍ତି। ନିଜେ ଯୀଶୁ ସୁସମାଚାରରେ ଯୀଶୁ କହୁଛନ୍ତି, ତମେ ଦୀପ ଲଗେଇକି ମାଡ଼ ତଳ ଲଗା ନାହିଁ, ଦୀପରେ ରଖ। ଆମେ ସେହା କରୁନୁ। ଆମେ ଜଣକୁ ବିଜାତି ଭାଇକୁ ମଧ୍ୟ ଆମେ କହିବା, ଇଏ ମତେ ମାରିବ ପିଟିବ ବୋଲି, ସିଏ ଭୟ କରିବ। ଯଦି ତୁମ୍ଭେ ମାନେ ମତେ ଜାଣିଥାନ୍ତା, ତାହାହେଲେ ମୋର ପିତାଙ୍କୁ ମଧ୍ୟ ଜାଣିଥାନ୍ତ। ଏବେ ହିଁ ତାହାଙ୍କ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ। ଏବେ ହିଁ ତାହାଙ୍କୁ ଦେଖିଅଛ, ତାହାଙ୍କୁ ଜାଣିଅଛ। କେମିତି ଆମେ କେମିତି ଦେଖିବା? ଯୀଶୁ ଖ୍ରୀଷ୍ଟଙ୍କ ସଦୃଶ ପିତା ଆମକୁ ଦର୍ଶନ ଦେଇଅଛନ୍ତି, ତାହା ଏ ପ୍ରକାର ଆମେ ଜାଣିଅଛୁ। ପିଲାପ ତାହାଙ୍କୁ କହିଲେ, ପ୍ରଭୁ ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାନ୍ତୁ, ତାହା ଆମମାନଙ୍କୁ ନିକଟକୁ ଯଥେଷ୍ଟ। ପିଲାପ ତାହାଙ୍କୁ ଆଉ ଥରେ ପଚାରିଲା, ପ୍ରଭୁ ଆମ୍ଭେମାନେ ପିତାଙ୍କ ନିକଟକୁ ଆମକୁ ଦେଖାନ୍ତୁ। ଯୀଶୁ ତାଙ୍କୁ କହିଲେ, ପିଲିପ, ଏତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଅଛି, ଆଉ ତୁମ୍ଭେ ମାନେ କଣ ମତେ ଜାଣିଲ ନାହିଁ ଯେ ମତେ ଦର୍ଶନ କରିଅଛୁ? ସେ ପିତାଙ୍କୁ ଦର୍ଶନ କରିଅଛି। ଆମ୍ଭେମାନେ ପିତାଙ୍କୁ ଦର୍ଶନ କରାନ୍ତୁ ବୋଲି ତୁମ୍ଭେ କିପରି ମତେ କହୁଅଛ? ଏବେ ମତେ ଦର୍ଶନ କରାନ୍ତୁ ବୋଲି କି ପ୍ରକାରେ ମତେ କହୁଅଛି? ଏବେ ମନେକର ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ବାଇବଲ ଶାସ୍ତ୍ର ପାଠ ପଢୁଛୁ, ଏଇଟା କଲେ ପାପ, ଏହି ରାସ୍ତା ଗଲେ ମଦ୍ୟପାଣି କରିବାକୁ ପାପ ବୋଲି ଆମେ ଜାଣିକି ମଧ୍ୟ ଆମେ କରୁନୁ। ଆଜ୍ଞା ଲଙ୍ଘନ କରୁଛୁ, ଆଜ୍ଞା ଅନଯାଇ ଆମେ ଚାଲୁନୁ। ଆମେ ଏହି ପାପ ବୋଲି ଜାଣିଛୁ, ଜାଣିକି ମଧ୍ୟ ଅଲଗା ରାସ୍ତାରେ ଆମେ ଯାଉଛୁ। ଏଟା ପାପ ବୋଲି ଆମେ ଜାଣିକି ମଧ୍ୟ ସେ ପାପଟା ଆଉ ଥରେ ପାପକୁ ବୃଦ୍ଧି କରୁଛୁ।
ମୁଁ ଯେଉଁ ପିତାଙ୍କ ଠାରେ ଅଛି ଓ ପିତା ମୋ ଠାରେ ଅଛନ୍ତି, ଏହା ତ କଣ ବିଶ୍ୱାସ କରୁନାହଁ? ମୁଁ ତୁମମାନଙ୍କୁ ଯେ ସମସ୍ତେ ବାକ୍ୟ କହେ, ସେହି ସବୁ ମୋ ନିଜର ନୁହେଁ, କିନ୍ତୁ ପିତା ମୋ ଠାରେ ଥାଇ ଆପଣଙ୍କୁ କର୍ମ କରୁଛନ୍ତି। ମୁଁ କି ବାକ୍ୟ ମୁଁ ଆପଣମାନଙ୍କୁ କହୁଅଛି, ତାହା ମୋର ନାହିଁ, ପିତା ମୋ ଠାରେ ଅଛି, ପିତା ମୁଁ ତାଙ୍କ ଠାରେ ଅଛି। ଆଉ ଆମମାନେ କି ପ୍ରକାର ଆମେ କହିବା ଯେ, ପ୍ରଭୁ ଆମମାନେ ପିତାଙ୍କୁ ଦର୍ଶନ କରାନ୍ତୁ। ଆମ ଆତ୍ମାରେ ଯୀଶୁ ଖ୍ରୀଷ୍ଟ ଅଛନ୍ତି ଆଉ ପ୍ରବେଶ କରିଅଛନ୍ତି। ଆମକୁ ଟିକେ ଲଜ୍ଜା ଲାଗୁନାହିଁ? 100 ବର୍ଷ 50 ବର୍ଷ ଖ୍ରୀଷ୍ଟିଆନ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିକି ମଧ୍ୟ ଆଉ ଥରେ ପଚାରବା, ମତେ ଦେଖାନ୍ତୁ। କେମିତି ଦେଖିବେ? କେମିତି ଦେଖିବେ? ପ୍ରିୟ ମୋର ଭାଇ ଭଉଣୀ ମାନେ, କେମିତି ଦେଖିବେ? ଯୀଶୁ ହେଉଛନ୍ତି ଅନ୍ତରଯାମୀ, ଯୀଶୁ ହେଉଛନ୍ତି ସରଳର, ଯୀଶୁ ହେଉଛନ୍ତି ସବୁ କିଛି। ଏ ମୁଣ୍ଡଟାରେ ସବୁ ହେଉଛନ୍ତି ଯୀଶୁ। ଆମେ ଯଦି ଜାଣିପାରିବା 1 Corinthy 3:16 ସେଇଠି ଅଛି, ଆମକୁ ଈଶ୍ୱରଙ୍କ ମନ୍ଦିର ବୋଲି ଆମକୁ ଗଣନା କରାଗଲା। ଆମେ ଯଦି ଏହି ପାଟିରେ ନାଶ ଗୁଡାକ, ଖରାପ ଭାଷା, ମଦପାଣି ଇତ୍ୟାଦି ଆମେ ପୁରେଇବା, ପ୍ରଭୁ ଯୀଶୁ ଏହି ଭିତରକୁ ଯିବା ପାଇଁ ସେ ଲଜ୍ଜା କରିବ। ମୁଁ ଯେ ପିତାଙ୍କ ଠାରେ ଅଛି ଓ ପିତା ମୋ ଠାରେ ଅଛନ୍ତି, ମୋର ଏହା କଥା ବିଶ୍ୱାସ କରୁ ନହତ କର୍ମ ଯୋଗୁ ହେଲେ ବିଶ୍ୱାସ କର। ତୁମମାନଙ୍କୁ ତ ମୁଁ କହୁଅଛି, ମୋ ଠାରେ ପିତା ଅଛନ୍ତି ଆଉ ମୁଁ ତାହାଙ୍କ ଠାରେ ଅଛି। ଆଉ ତୁମ୍ଭେମାନେ ଯଦି ବିଶ୍ୱାସ କରୁନ, ତାହେଲେ କର୍ମ ଯୋଗୁ ତୁମ୍ଭେମାନେ ବିଶ୍ୱାସ କର। ଆମକୁ ଲଜ୍ଜା ଲାଗିବା କଥା ପ୍ରିୟ ମୋର ଭାଇ ଭଉଣୀ ମାନେ। କାହିଁକି? ପ୍ରଭୁ ଯୀଶୁ, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ସେହି ଆଉ କଣ ମଧ୍ୟ ତାଙ୍କୁ ଦର୍ଶନ ଖୋଜିବାକୁ ହବ ନାହିଁ। ଦର୍ଶନ ମଧ୍ୟ ଯୀଶୁ ନିଜେ ଦେବେ, ସ୍ୱପ୍ନ ମଧ୍ୟ ଦର୍ଶନ କରେଇବେ। ପ୍ରିୟ ମୋର, ଏହି ଆତ୍ମାକୁ ବିରକ୍ତ କଲେ ଆମମାନଙ୍କୁ ପ୍ରଭୁ ତାଙ୍କ ଆତ୍ମାରେ ମଧ୍ୟ ପଶେଇବ ନାହିଁ। ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋ ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରିଅଛି, ସେ ମଧ୍ୟ ସେହି ସବୁ କରିବ। ଯେଉଁମାନେ ତାଙ୍କଟା ଆଜ୍ଞା ବିଶ୍ୱାସ କରିବ,